ଆସନ୍ତୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମମାନେ ଆଦି ପୁସ୍ତକର 23 ପର୍ବଟିକୁ ଅଧ୍ୟୟନ କରିବା। ଏହି 23 ପର୍ବରେ ଆମମାନେ 20 ଗୋଟି ପଦ ଦେଖିବାକୁ ପାରୁଛୁ। ଯେତେବେଳେ ଆମମାନେ 23 ପର୍ବର ଏକ ପଦକୁ ଆମମାନେ ଧ୍ୟାନ କରୁ, ଲେଖା ଅଛି ଯେ ସାରାର ଆୟୁ ପରିମାଣ 127 ବର୍ଷ ଥିଲା। ଆଉ ତାପରେ ସେ ମୃତ୍ୟୁବରଣ କଲେ। ଆଉ ସାରାର ଆୟୁ ଏକ ସ୍ତ୍ରୀଙ୍କର ଆୟୁ ଏହି 23 ପର୍ବରେ ମାତ୍ର ବର୍ଣ୍ଣିତ ଅଛି। ଯେତେବେଳେ ପରମେଶ୍ୱର ଆବ୍ରାହମକୁ ଆହ୍ୱାନ କଲେ, ସେହି ସମୟରେ ଆବ୍ରାହମ ସେ ବିବାହିତ ଥିଲେ। ଆଉ ଆବ୍ରାହମଙ୍କର ପିତା ତେରହଙ୍କର 3ଟି ପୁତ୍ର ଥିଲେ। ସେମାନେ ହେଲେ ଆବ୍ରାହମ, ହାରଣ ଆଉ ନାହର। ଆଉ ଏହି 3 ଜଣ ଆବ୍ରାହମ, ହାରଣ ଆଉ ନାହର ଯେଉଁ ତେରହଙ୍କର 3ଟି ପୁତ୍ର ଥିଲେ। ଆଉ ନାହରଙ୍କର ସ୍ତ୍ରୀଙ୍କର ନାମ ମିଲ୍କା ଥିଲା। ଆଉ ଆବ୍ରାହମଙ୍କର ସ୍ତ୍ରୀଙ୍କର ନାମ ସାରା ଥିଲା। ଆଉ ହାରାନ ମଧ୍ୟ ବାହା ହୋଇଥିଲେ, ତାଙ୍କର ଏକ ପୁତ୍ର ଥିଲା। ଆଉ ସେ ପୁତ୍ରଙ୍କର ନାମ ହେଉଛି ଲୋଟ। ବର୍ତ୍ତମାନ ଆବ୍ରାହମ ଯେତେବେଳେ ପରମେଶ୍ୱର ଆହ୍ୱାନ କଲେ, ସେ ଉର ଦେଶଠାରୁ କିଣାନ୍ୟ ଦେଶକୁ ସେ ବାହାରି ଆସିଲେ। ତାଙ୍କ ସାଙ୍ଗେ ସେ ତାଙ୍କର ପିତା ତେରହଙ୍କୁ ଆଉ ତାଙ୍କର ସ୍ତ୍ରୀ ସାରାଙ୍କୁ ଏବଂ ସାଥିରେ ହାରାନଙ୍କର ପୁତ୍ର ଲୋଟକୁ ସାଙ୍ଗରେ ନେଇ ଆସିଲେ। ଏ ସମସ୍ତ ଇତିହାସ ଆମମାନେ ଆଦି ପୁସ୍ତକର 11 ପର୍ବର ଲାଷ୍ଟରେ ଆମମାନେ ଦେଖିବାକୁ ପାଉ। ଆଉ ଆବ୍ରାହମଙ୍କର ପିତା ତେରହ ସିଏ ହାରାନ ଜାଗାରେ ମୃତ୍ୟୁବରଣ କଲେ। ତାପରେ ଆବ୍ରାହମ ସେଠାରୁ କିଣାନ୍ୟ ଦେଶକୁ ବାହାରି ଆସିଲେ। ଆଉ ସେହି ସମୟରେ ଆବ୍ରାହମ 75 ବର୍ଷ ବୟସର ଲୋକ ଥିଲା। ଆବ୍ରାହମ ଏବଂ ସାରାଙ୍କର ବିବାହ ଏକ ଲୋକମାନଙ୍କ ନିମନ୍ତେ ଆଦରର ଯୋଗ୍ୟ ଅଟେ। ତେଣୁ ଏବ୍ରୀ ପୁସ୍ତକ 11 ଅଧ୍ୟାୟରେ ଲେଖାଯାଇଅଛି ଯେ ଆବ୍ରାହମ ଏବଂ ସାରାଙ୍କ ବିଷୟରେ, ଯେ ସାରା କିଭଳି ତାଙ୍କ ସ୍ୱାମୀକୁ, ତାଙ୍କ ପତିକୁ ବା ତାଙ୍କର ପତିକୁ ସେ କିଭଳି ସେ ପ୍ରେମ କରୁଥିଲେ, ସ୍ନେହ କରୁଥିଲେ, ରେସ୍ପେକ୍ଟ କରୁଥିଲେ। ସେ ସ୍ୱାମୀ ବୋଲି ତାକୁ ଡାକୁଥିଲେ। ଆଉ ସେହି ସାରା ଏବଂ ଆବ୍ରାହମ ତାଙ୍କର ବୃଦ୍ଧାବସ୍ଥାରେ, ଆବ୍ରାହମ ଯେତେବେଳେ 100 ବର୍ଷ ବୟସ ହୋଇଥିଲା ଆଉ ସାରା 90 ବର୍ଷ ବୟସ ହୋଇଥିଲା, ସେହି ସମୟରେ ସେମାନେ ପୁତ୍ର ଜାତ କଲେ। ଆଉ ତାହାର ନାମ ଇସାହାକ ବୋଲି ରଖିଲେ। ଇସାହାକ ନାମର ଅର୍ଥ ହେଉଛି ହସ୍ୟ। ଏହି ବୃଦ୍ଧ ବୟସରେ ଆବ୍ରାହମ ଏକ ପିତା ହୋଇପାରିବ କି? ଏହି ବୃଦ୍ଧ ବୟସରେ ସାରା ଏକ ମାତା ହୋଇପାରିବ କି? ଆଉ ସେ ମାତା ପିତା ହୋଇ ପୁତ୍ରକୁ ସେମାନେ ତାଙ୍କ କୋଳରେ ସେମାନେ କିପରି ସେମାନେ ଧରିବେ? ଏ ପ୍ରକାରେ ତାଙ୍କ ଜୀବନରେ ଏକ ହସ୍ୟ କରିବାର ବା ସେମାନଙ୍କ ପାଇଁ ଏକ ଅସମ୍ଭବର କଥା ଥିଲା ବା ଲୋକମାନଙ୍କ ନିମନ୍ତେ ତାହା ଏକ ପରିହାସରେ ହସିବାର କଥା ଥିଲା। କିନ୍ତୁ ସେହି କଥାକୁ, ସେହି ପରିହାସର ହସକୁ ପରମେଶ୍ୱର ଖୁସିର ହସରେ ବଦଳେଇ ଦେଲେ। ଆଉ ସେ 100 ବର୍ଷ ବୟସରେ ଆଉ ସାରାର 90 ବର୍ଷ ବୟସରେ ସେମାନଙ୍କୁ ପୁତ୍ର ଦେଲେ। ଆଉ ତାର ନାମ ଇସାହାକ ରଖିଲେ। ଇସାହାକ ଯାହାର ଅର୍ଥ ହେଉଛି ହସ୍ୟ ବା ଖୁସି, ଆନନ୍ଦରେ ହସିବା। ଯେତେବେଳେ ପରମେଶ୍ୱର ଆବ୍ରାହମକୁ ତାଙ୍କର ପୁତ୍ର ଇସାହାକଙ୍କୁ ବଳି କରିବା ପାଇଁ ପରମେଶ୍ୱର ଯେତେବେଳେ ମାଗିଲେ, ସେତେବେଳେ ସେ
ବେର୍ସେବା ନାମକ ଜାଗାରେ ସେ ଥିଲେ। ଆଉ ଯେତେବେଳେ ସେମାନେ ବେର୍ସେବାରେ ରହୁଥିଲେ, ସେହି ସମୟରେ ପରମେଶ୍ୱର ଆବ୍ରାହମକୁ କହିଲେ, ତୁ ତୋର ଏକମାତ୍ର ଯେଉଁ ଅଦ୍ୱିତୀୟ ପୁତ୍ର ଯାହାକୁ ତୁ ପ୍ରେମ କରୁ ତାହାକୁ ମୋ ନିମନ୍ତେ ବଳି କରେ। ଆଉ ଏହି କଥା ଶୁଣି ଆବ୍ରାହମ ତାର ପୁତ୍ରକୁ ନେଇ ମୋରିଆ ନାମକ ସ୍ଥାନକୁ ଏକ ପାହାଡ଼କୁ ସେ ନେଇଗଲେ। ଆଉ ସେ ନେବା ସମୟରେ ସେହି କଥାକୁ ସେ ସାରାଙ୍କୁ ଜଣାଇ ନଥିଲେ। ତେଣୁ ସାରାଙ୍କର ସେହି କଥାରେ ଚିନ୍ତାରେ, ତାଙ୍କର ପୁତ୍ରଙ୍କର ଚିନ୍ତାରେ ସେ ମୃତ୍ୟୁବରଣ କଲା ବୋଲି ଅନେକ ବାଇବଲର ବିଦ୍ୱାନ ପଣ୍ଡିତମାନେ ଏହି କଥାକୁ ପ୍ରକାଶ କରନ୍ତି। ଯେତେବେଳେ ସାରା ସେ ରୋଗୀ ଅବସ୍ଥାରେ ପଡ଼ିଗଲା, ତାକୁ କିରିୟାତର୍ବାକୁ ନିଆଗଲା। ଆବ୍ରାହମ ସେହି ଜାଗାକୁ ତାକୁ ପଠାଇଲେ। ଆଉ ସେହି କିରିୟାତର୍ବା ହେବ୍ରୋନ ଜେରୁସାଲେମ ଠାରୁ 32 କିଲୋମିଟର ଦୂରରେ ସମୁଦ୍ରର ନିକଟବର୍ତ୍ତୀରେ ତାହା ଅବସ୍ଥିତ। ସେହି ହେବ୍ରୋନରେ ସେଠି ଅକ୍ସିଜେନର ମାତ୍ରା ଅଧିକ ଥିବାରୁ ସେହି ରୋଗୀରେ ଥିବା ସ୍ତ୍ରୀକୁ ବା ସାରାକୁ ସେହି କିରିୟାତର୍ବା ଜାଗାକୁ ନିଆଗଲା। ସେଠାରେ ନ୍ୟାଚୁରାଲ ଆଉ ଉତ୍ତମ ବାତାବରଣ ପାଇଁ ସାରାକୁ ସେହି କିରିୟାତର୍ବାକୁ ନିଆଗଲା। ଆଉ ସେଠାରେ ସେ 127 ବର୍ଷ ପର୍ଯ୍ୟନ୍ତ ବୟସ ସେ ଜୀବିତ ରହି ମୃତ୍ୟୁବରଣ କଲେ। ଉତ୍ପତ୍ତି ବା ଆଦି ପୁସ୍ତକ 23 ପର୍ବର 2 ପଦରେ ଆମେ ଦେଖିବା, ସାରା କିଣାନ ଦେଶର କିରିୟତର୍ବରେ ଅର୍ଥାତ୍ ହେବ୍ରୋନରେ ମଲା। ଏଣୁ ଆବ୍ରାହମ ସାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ। ଯେତେବେଳେ ସାରାଙ୍କର ମୃତ୍ୟୁ ହେଲା, ଆବ୍ରାହମ ସେହି ସମୟରେ ବେର୍ସେବାରେ ଥିଲା। ଆଉ ବେର୍ସେବାର ଠାରୁ ସେ ସାରାଙ୍କୁ ସେ ମାଟି ଦେବା ପାଇଁ, କବର ଦେବା ପାଇଁ ସେ ବେର୍ସେବାରୁ ସେ କିରିୟାତର୍ବା ନାମକ ଜାଗାକୁ ସେ ଆସିଲେ। ଆଉ ସେ କିରିୟାତର୍ବା ଜାଗାରେ ସେ ତାହାଙ୍କୁ ସମାଧି କରିବା ପାଇଁ ଯୋଜନା କଲେ। ଆଉ ସାରାଙ୍କର ମୃତ୍ୟୁ ଆବ୍ରାହମଙ୍କ ନିମନ୍ତେ ଏକ ଦୁଃଖର ଦାୟକ ଥିଲା। ଆଉ ସେ କ୍ରନ୍ଦନ କରିଥିଲେ। ଆଉ ସେହି ସମୟରେ ଆବ୍ରାହମ ସେ ହେତର ସନ୍ତାନମାନଙ୍କ ନିକଟକୁ ଯାଇ କହିଲେ, ମୁଁ ତୁମମାନଙ୍କ ମଧ୍ୟରେ ପରଦେଶୀ ଅଟେ, ଆଉ ମୁଁ ଏକ ପ୍ରବାସୀ ଅଟେ। ତୁମମାନଙ୍କ ମଧ୍ୟରେ ମୋତେ କବର ସ୍ଥାନର ଅଧିକାର ମୋତେ ଦିଅ। ଆଉ ସାରାଙ୍କୁ ତାହାକୁ ମୁଁ କବର ଦେବା ପାଇଁ, ମୋତେ ସମାଧି କରିବା ପାଇଁ ମୋତେ ଜାଗା ମୋତେ ଦିଅ। ଆଉ କବର କଲା ପରେ, ତାକୁ ସମାଧି କଲା ପରେ ମୋ ମନକୁ ମୁଁ ଶାନ୍ତି କରିବି। ପରମେଶ୍ୱର ଆବ୍ରାହମକୁ କିଣାନ୍ୟ ଦେଶକୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ତଥାପି ଆବ୍ରାହମ ସେହି ଜାଗାକୁ ସମାଧି ରୂପରେ କିଣିବା ପାଇଁ ସେ ପ୍ରସ୍ତୁତ ହେଲେ। ସେହି ସମୟରେ ସେ ପରମେଶ୍ୱରଙ୍କର ବାକ୍ୟକୁ ସେ ମନେ ପକାଇଲା ନାହିଁ। ପରମେଶ୍ୱର କହିଥିଲେ, ସେ ମୁଁ କିଣାନ୍ୟ ଦେଶକୁ ମୁଁ ନେଇଯାଉଅଛି, ଆଉ ସେହି ଦେଶ ହିଁ ତୁମ ପାଇଁ ନିଜର ଭୂମି ହେବ। କିନ୍ତୁ ତାହା ସେ ପର୍ଯ୍ୟନ୍ତ ତା ମନରେ ଆସିନଥିଲା। ତେଣୁ ସେ ଏକ ଅନ୍ୟମାନଙ୍କର ଜମିକୁ ଏକ ସମାଧି କରିବା ପାଇଁ ସେ କିଣିଲେ।
ଏହି ଆବ୍ରାହମଙ୍କର ଜୀବନ ବିଷୟରେ ଏହି ଅଧ୍ୟାୟରେ ଆମେ ଯେତେବେଳେ ଦେଖିବା, ଆବ୍ରାହମଙ୍କ ଜୀବନ ଠାରୁ ଆମେ ଯେଉଁ ଶିକ୍ଷା ଆମେ ଶିଖିବାକୁ ପାରୁଛୁ, ଏକ ବିଶ୍ୱାସୀ କି ପ୍ରକାର ଆର୍ଥିକ ଜୀବନରେ ତାହାକୁ ଆର୍ଥିକ ଅବସ୍ଥାକୁ କିପରି ମେଣ୍ଟେନ୍ କରିବା କଥା, ତାହା ଆମମାନେ ଏଠାରେ ଶିଖିବାକୁ ପାରୁଛୁ। ଆଉ ସେହି ଜାଗାରେ ହିତଙ୍କର ଲୋକମାନେ ଭଲ ସଂସ୍କାର ସହିତ ରହିଲା ପରି ଦେଖାଯାଉଛନ୍ତି। ଆଉ ସେଠିକାର ଲୋକମାନେ, ହେବ୍ରୋନର ଲୋକମାନେ ଆବ୍ରାହମଙ୍କ ପ୍ରତି ଏକ ମିତ୍ରତା ମନୋଭାବ ଦେଖାଇଲେ। ସେହି ପ୍ରଦେଶର ସେମାନେ ଭଲ ସଂସ୍କୃତି ଲୋକମାନେ ଥିଲେ। ସେଠିକାର ଲୋକମାନେ ବହୁତ ଭଲ ଏହି ପ୍ରକାରେ ଦେଖାଯାଉଥିଲେ। ସେମାନେ ଅନ୍ୟ ଜାତିର ଲୋକ ହେଲେ ସୁଦ୍ଧା ସେମାନେ ଭଲ ଲୋକ ଲାଗୁଛନ୍ତି। ଆଉ ଆବ୍ରାହମ ଏଠାରେ କହୁଛନ୍ତି, ମୁଁ ଏକ ପ୍ରବାସୀ ପରଦେଶୀ ଅଟେ। କାହିଁକି ନା ସେତେବେଳେ ସେ ହେବ୍ରୋନରେ ସେ ରହୁଥିଲେ, କିନ୍ତୁ ସେ ହେବ୍ରୋନର ନିବାସୀ ନଥିଲା। ଆଉ ସେଠିକାର ଲୋକମାନେ ସେ ଆବ୍ରାହମକୁ ଏହା କହିଲେ ନାହିଁ ଯେ ତୁ ଏଠିକାର ଲୋକ ନୁହଁ, ତୁ ଏକ ପ୍ରବାସୀ, ତୁ ଏକ ପରଦେଶୀ, ଆଉ ଆମେ ତୁମକୁ ଜାଗା ଦେବୁ ନାହିଁ କିମ୍ବା ଅନ୍ୟ କୌଣସି କଥା କହିବାର ଆମେ ଏଠାରେ ଦେଖୁନାହୁଁ। ତେଣୁ ଆବ୍ରାହମ ସେମାନଙ୍କୁ କହିଲେ ଯେ ମୁଁ ତ ପରଦେଶୀ ଲୋକ, ଆଉ ମୋତେ ଏମିତି ଏକ ଜମି ଦିଅ, ଏମିତି ଏକ ଭୂମି ଦିଅ, ସେଠାରେ ମୁଁ ମୋର ସ୍ତ୍ରୀର ଡେଥ୍ ବଡ଼ିକୁ ମୁଁ ସେଠାରେ ସମାଧି କରିବି, ଆଉ ସେ ଭୂମିଟା ମୋ ନାମରେ ସର୍ବଦା ପାଇଁ ରହିବ। ତାପରେ ଯେତେବେଳେ ଆମମାନେ 5 ପଦକୁ ଦେଖୁ, ସେଠାରେ ହେତର ସନ୍ତାନମାନେ ଆବ୍ରାହମକୁ ଉତ୍ତର ଦେଇ କହିଲେ, ହେ ପ୍ରଭୁ, ଆମମାନଙ୍କ କଥା ଶୁଣନ୍ତୁ। ଆପଣ ଆମମାନଙ୍କ ମଧ୍ୟରେ ପରାକ୍ରାନ୍ତ, ଆପଣ ଆମମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି। ଏବେ ଆମମାନଙ୍କ ଉତ୍ତମ କବରସ୍ଥାନ ମଧ୍ୟରେ ଆପଣ ମୃତ ଭାର୍ଯ୍ୟାକୁ କବର ଦିଅନ୍ତୁ। ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତ ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ। ଏହି ପ୍ରକାର ସେମାନେ ସମ୍ପୂର୍ଣ୍ଣ ଗୌରବ ତାହାଙ୍କୁ ଆବ୍ରାହମକୁ ଦେଉଅଛନ୍ତି। ସେମାନେ ଆବ୍ରାହମକୁ କହିଲେ, ଆପଣଙ୍କୁ ଯେଉଁ ସବୁଠାରୁ ଶ୍ରେଷ୍ଠ ଏଠାରେ ଯେଉଁ କବର ଅଛି, ସେଠି ଆପଣଙ୍କର ସ୍ତ୍ରୀକୁ କବର ଦିଅନ୍ତୁ। କାରଣ ଆପଣ ଏକ ପରଦେଶୀ ହେଲେ ସୁଦ୍ଧା ଆପଣ ମହାନ ଆମମାନଙ୍କ ନିମନ୍ତେ ଏକ ରାଜା ଅଟନ୍ତି। ଏଠାରେ ଆମମାନେ ଦେଖୁଅଛୁ, ହେତଙ୍କର ଜଣେ ପୁତ୍ର ନୁହଁ, ସମସ୍ତ ପୁତ୍ରମାନେ ସେମାନେ ନିଜର କବରକୁ ସେମାନେ ପଇସାରେ ନାହିଁ, ସେମାନେ ଫ୍ରିରେ ତାକୁ ଦେବା ପାଇଁ ନିଷ୍ପତ୍ତି କରୁଛନ୍ତି। ଏଠାରେ ସେମାନଙ୍କ ହୃଦୟର କଥା ମାନେ ଦେଖି ଜାଣିବାକୁ ପାରୁଅଛୁ। ସେମାନେ ଅନ୍ୟ ଜାତିର ଲୋକ ହେଲେ ସୁଦ୍ଧା ସେମାନଙ୍କ ଜୀବନରେ କେତେ ପ୍ରେମ ଅଛି, ସେମାନଙ୍କର କେତେ ଉତ୍ତମ ଗୁଣର ସ୍ୱଭାବ ଅଛି। ଏକ ପ୍ରଭୁଙ୍କର ଲୋକମାନଙ୍କର ସ୍ୱଭାବ ପରି ସେମାନେ ଆବ୍ରାହମକୁ ସେମାନେ ନିଜର ଭଳି ତାକୁ ସମ୍ମାନ ଦେଇ ତାକୁ ବିନା ମୂଲ୍ୟରେ ସେହି କବରକୁ ବା ସେହି ଜମିନକୁ ସେମାନେ ଦେବା ପାଇଁ ରାଜି ହେଉଛନ୍ତି। ତାପରେ ଏହା ଶୁଣି ଆବ୍ରାହମ ସେମାନଙ୍କୁ ପ୍ରଣାମ କଲେ। ଆଉ ଅନ୍ୟ କୌଣସି ବ୍ୟକ୍ତି ହୋଇଥିଲେ, ହଉ ଚାଲ ଫ୍ରିରେ ମିଳିଗଲା ବୋଲି ସେ ପ୍ରକାରେ କିଛି ନ କହି ବା କିଛି ନ କରି ନେଇଥାନ୍ତେ। କିନ୍ତୁ ଏଠାରେ ଆମମାନଙ୍କର ଶିଖିବାର ବିଷୟ ଯେ ଆବ୍ରାହମ ସେମାନଙ୍କୁ ପ୍ରଣାମ କରୁଛନ୍ତି। ତାପରେ ଆବ୍ରାହମ ଏହି ସମସ୍ତ କଥୋପକଥନ କଲା ପରେ ସେମାନଙ୍କୁ କହିଲେ, ତେବେ ମୋ କଥା ଶୁଣନ୍ତୁ। ଆପଣମାନେ ମୋ ନିମନ୍ତେ ସହରର ପୁତ୍ର ଇଫ୍ରୋନ ନିକଟରେ ନିବେଦନ କରନ୍ତୁ। ସେ
ମୋ ମୃତ ଭାର୍ଯ୍ୟାକୁ କବରରେ ରଖିବାକୁ ମୋତେ ଜାଗା ଦେବେ। ସେ ଆପଣମାନଙ୍କ ମଧ୍ୟରେ ମୋହର କବରସ୍ଥାନ ଅଧିକାର ନିମନ୍ତେ ମକପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ। ତହିଁରେ ଯେତେ ମୂଲ୍ୟ ହୁଏ ତାହା ନେଇ ଦିଅନ୍ତୁ। ଆଉ ଏହି ପ୍ରକାର ଆବ୍ରାହମ ସେ ଇଫ୍ରୋନଙ୍କ ଜାଗା ନେବା ନିମନ୍ତେ ସେ ପ୍ରସ୍ତୁତ ହେଲେ। ଆଉ ସେ ଇଫ୍ରୋନଙ୍କ ଜାଗା ମୋତେ ଦେବା ପାଇଁ କହିଦିଅ। ଆଉ ତାଙ୍କୁ ଯେଉଁ ପଇସାର ମୂଲ୍ୟ ଜମିର ଯେ ଭୂମିର ମୂଲ୍ୟ ଯେତିକି ହେବ ତାହା ମୁଁ ତାଙ୍କୁ ଦେଇଦେବି। ଆଉ ସେହି କଥା ସେମାନେ ଯେତେବେଳେ ଇଫ୍ରୋନକୁ କହିଲେ, ଆଉ ସେତେବେଳେ ଇଫ୍ରୋନ ହେତର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା। ତେଣୁ ହିତୀୟ ଇଫ୍ରୋନ ଆପଣା ନଗର ଦ୍ୱାରରେ ପ୍ରବେଶକାରୀ ହେତର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଆବ୍ରାହମକୁ ଉତ୍ତର ଦେଲା। ସେ ସମସ୍ତଙ୍କ ସାମ୍ନାରେ ସେ ଉତ୍ତର ଦେଲା, ହେ ପ୍ରଭୁ, ସେପରି ହେବ ନାହିଁ। ମୋ କଥା ଶୁଣନ୍ତୁ। ମୁଁ ଆପଣଙ୍କୁ ସେହି ସ୍ଥାନ ଓ ସେଠାରେ ଥିବା ଗୁହା ମୁଁ ଦେଇଦେଲି। ମୁଁ ସ୍ୱବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି। ଆପଣ ନିଜ ମୃତ ସ୍ତ୍ରୀକୁ ସେଠାରେ କବର ଦିଅନ୍ତୁ। ମୁଁ ଆମମାନଙ୍କର ସମସ୍ତ ଲୋକମାନଙ୍କ ସମ୍ମୁଖରେ ଏହି କଥାକୁ ମୁଁ ଆପଣଙ୍କୁ କହୁଅଛି। ଏହି ପ୍ରକାରେ ଇଫ୍ରୋନ ଆବ୍ରାହମକୁ ଜବାବ ଦେବାର ଆମେ ଦେଖୁଅଛୁ। ତାପରେ ସେହି କଥା ଶୁଣି ଆବ୍ରାହମ ସେହି ଦେଶୀୟ ଲୋକମାନଙ୍କ ଆଗରେ ପୁଣି ଥରେ ସେ ପ୍ରଣାମ କଲେ। ପୁଣି ଥରେ ସେମାନଙ୍କୁ ଧନ୍ୟବାଦ କଲେ। କାରଣ ସେମାନେ ଅନ୍ୟ ଦେଶର ଲୋକ ବା ଅନ୍ୟ ଜାତିର ଲୋକ ହେଲେ ସୁଦ୍ଧା ସେ ପରଦେଶୀକୁ, ସେ ପ୍ରବାସୀକୁ ଏଠାରେ ସେମାନେ ଏତେ ସ୍ନେହ ଶ୍ରଦ୍ଧା ସେମାନେ ଦେଉଛନ୍ତି। ଦୁଃଖର ସମୟରେ ସେମାନେ ସହଭାଗୀ ହେଉଛନ୍ତି। ତାଙ୍କୁ ମୃତ ଦେହକୁ କବର କରିବା ପାଇଁ ସୁଯୋଗ ଦେଉଅଛନ୍ତି, ଜମି ଦେଉଅଛନ୍ତି। ଏତିକି ହିଁ ନୁହଁ, ସେମାନେ ପଇସା, ଆବ୍ରାହମ କହୁଛି ମୁଁ ସେହି କବରର ଜାଗା ପାଇଁ ମୁଁ ପଇସା ଦେବି, ଟଙ୍କା ଦେବି। ତଥାପି ସେମାନେ ପଇସା ନେବା ପାଇଁ ପ୍ରସ୍ତୁତ ନୁହଁ। ସେମାନେ ବିନା ମୂଲ୍ୟରେ ସେ ଜମିକୁ ତାଙ୍କ ନାମରେ ଦେଇଦେବା ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି। ପୁଣି ସେହି ଦେଶର ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋନକୁ କହିଲେ, ଆପଣ ଯେବେ ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋ କଥା ଶୁଣନ୍ତୁ। ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ। ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ମୃତ କବର ମୁଁ ସମାଧି କରିବି। ସେତେବେଳେ ଇଫ୍ରୋନ ଆବ୍ରାହମକୁ ଉତ୍ତର ଦେଇ କହିଲେ, ପ୍ରଭୁ, ମୋ କଥା ଶୁଣନ୍ତୁ। ଭୂମି ଖଣ୍ଡକର ମୂଲ୍ୟ ତ 4 ଶେକେଲ ମାତ୍ର। ଆପଣଙ୍କ ଓ ଆମ୍ଭ ମଧ୍ୟରେ ତାହା କେତେ ମାତ୍ର? ଏଣୁକରି ଆପଣ ନିଜ ମୃତ କବର ଦିଅନ୍ତୁ। ପଇସାର କଥା ବଡ଼ ବିଷୟ ନୁହଁ, କିନ୍ତୁ ଆପଣଙ୍କର ଯେଉଁ ସମସ୍ୟାଟି ବର୍ତ୍ତମାନ ରହିଅଛି, ସେ ସମସ୍ୟାକୁ ଆପଣ ପ୍ରଥମେ ସମାଧାନ କରନ୍ତୁ। ଏହି ପ୍ରକାରେ ଇଫ୍ରୋନ ଆବ୍ରାହମକୁ ଜବାବ ଦେଉଅଛନ୍ତି। ତାପରେ ଇଫ୍ରୋନର ଏହି କଥା ଶୁଣି ଆବ୍ରାହମ ହେତୀୟ ସନ୍ତାନମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋନ ଦ୍ୱାରା ଉକ୍ତ ସଂଖ୍ୟା ଅନୁସାରେ ତତ୍କାଳୀନ ବଣିକମାନଙ୍କ ମଧ୍ୟରେ ପ୍ରଚଳିତ 400 ଶେକେଲ ରୂପା ତୋଳି ଇଫ୍ରୋନକୁ ଦେଇଦେଲେ।
ଆଉ ଆବ୍ରାହମ ସେ ବିନା ମୂଲ୍ୟରେ ସେ ନେବାକୁ ଚାହୁଁନଥିଲେ। ସେ ବିନା ପଇସାରେ ସେ ଜାଗାକୁ ସେ ନେବାକୁ ଚାହୁଁନଥିଲେ। ତେଣୁ ସେ ଏଫ୍ରୋନଙ୍କୁ ସେ ଯେଉଁ ପଇସା କହିଲେ 400 ସେକେଲ ରୂପା ଟଙ୍କା ସେ ଦେଇଦେଲେ। ଏ ହେତୁ ମମ୍ରେର ପୂର୍ବବର୍ତ୍ତୀ ମକପେଲାରେ ଏଫ୍ରୋନର ଯେଉଁ କ୍ଷେତ୍ର ଥିଲା, ସେହି କ୍ଷେତ୍ର ଓ ସେଠାରେ ଥିବା ଗୁହା ଓ ସେଠାରେ ଥିବା ସୀମାନ୍ତଗତ ବୃକ୍ଷ ସମୂହ, ଏହିସବୁରେ ହେତର ସନ୍ତାନମାନଙ୍କ ସାକ୍ଷାତରେ ଅର୍ଥାତ୍ ତାହାର ନଗର ଦ୍ୱାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଆବ୍ରାହମଙ୍କର ତତ୍ତ୍ୱାଧିକାର ସ୍ଥିର କରାଗଲା। ସେମାନଙ୍କ ସମସ୍ତଙ୍କ ସମ୍ମୁଖରେ ସେ ଯେଉଁ ଭୂମି ଆବ୍ରାହମ କିଣିଲେ, ଯେଉଁ ପଇସା ଦେଇ କିଣିଲେ ଏଫ୍ରୋନଙ୍କର ଜାଗାକୁ ବା ଭୂମିକୁ, ସେଠିରେ ସେ ଭୂମିରେ ଯେଉଁ ଗଛ ଥିଲା କିମ୍ବା ଯେଉଁ ବି ଗୃହ ଥିଲା, ସେ ସମସ୍ତ ଆବ୍ରାହମଙ୍କର ହେଇଗଲା। ଆଉ ଏହି ପ୍ରକାର ସମସ୍ତଙ୍କ ସାକ୍ଷାତରେ ତାହା ସ୍ଥିର କରାଗଲା। ତାପରେ ଆବ୍ରାହମ ମମ୍ରେର ପୂର୍ବବର୍ତ୍ତୀ ମକପେଲା କ୍ଷେତ୍ରରେ ଆପଣା ଭାର୍ଯ୍ୟା ସାରାକୁ ସେ କବର ଦେଲେ। ସେହି ସ୍ଥାନ କିଣାନ ଦେଶର ଏକ ହିବ୍ରୋନ ଅଟେ। ଏହି ରୂପେ କବରସ୍ଥାନର ଅଧିକାର ନିମନ୍ତେ ସେହି କ୍ଷେତ୍ର ଓ ସେଠାରେ ଥିବା ଗୃହରେ ଆବ୍ରାହମଙ୍କର ଅଧିକାର ହେତର ସନ୍ତାନମାନଙ୍କ ଦ୍ୱାରା ସ୍ଥିରୀକୃତ କରାଗଲା। ଏଠାରେ ବିଶେଷ କରି ସେ ହେତମାନଙ୍କ ଜୀବନଠାରୁ ଆମମାନଙ୍କୁ ଏହା ଶିକ୍ଷା ମିଳୁଅଛି ଯେ ଯେତେବେଳେ ଆବ୍ରାହମ ସେ ବେର୍ସେବା ଠାରୁ ଆସିଲେ, ଆଉ ଯେଉଁ ଜାଗାରେ ସାରାଙ୍କର ମୃତ୍ୟୁ ହୋଇଥିଲା ସେଠାକୁ ଯେତେବେଳେ ସେ ପହଞ୍ଚିଲେ, ତ ସେଠିକାର ଲୋକମାନେ ଆବ୍ରାହମକୁ ଅପେକ୍ଷାରେ ଥିଲେ। ଆଉ ଯେତେବେଳେ ଆବ୍ରାହମ ଆସିଲା, କେହି ତାଙ୍କୁ ଛାଡ଼ିକି ଗଲେ ନାହିଁ। ସେମାନେ ତାହାଙ୍କ ସହିତ ତାଙ୍କ ଦୁଃଖରେ ସେମାନେ ସହଭାଗୀ ହେଲେ, ତାହାଙ୍କୁ ସାନ୍ତ୍ୱନା ଦେଲେ, ଆବ୍ରାହମକୁ ସେମାନେ ଉତ୍ସାହିତ କଲେ, ଆବ୍ରାହମକୁ ସେମାନେ ସାହାଯ୍ୟ କଲେ। ଆଉ ସେ ଯେତେବେଳେ ଜମିନ ବା ଭୂମି କିଣିବା ପାଇଁ କହୁଛି, ସେମାନେ ଫ୍ରିରେ ତାହା ବିନା ମୂଲ୍ୟରେ ଦେବା ପାଇଁ ଏଗ୍ରି ହେଲେ। ଏହି ପ୍ରକାର ସେମାନେ ଅନ୍ୟ ଜାତି ଲୋକ ହେଲେ ସୁଦ୍ଧା ଏକ ପରଦେଶୀକୁ ସେମାନେ ସାହାଯ୍ୟ କରୁଥିବାର ଦେଖୁଅଛୁ। କିନ୍ତୁ ଆଜିକାଲି ସମାଜରେ ଯଦି ଆମେ ଦେଖିବା, ଯଦି କିଏ ମରିଯାଏ ତ ତାହା ନିକଟକୁ ତାକୁ ସାନ୍ତ୍ୱନା ଦେବା ପାଇଁ, ତାକୁ ଦୁଃଖରେ ତାକୁ କଥା ପଦେ କହିବା କିମ୍ବା ତାହାକୁ ତା ଦ୍ୱାରକୁ ଯିବା ନିମନ୍ତେ କେତେ ଲୋକ ପ୍ରସ୍ତୁତ? ବହୁତ କମ୍ ଲୋକ। କେହି ମଧ୍ୟ କିଏ କାହାରିକୁ ପଚାରିବ ଲୋକ ନାହାନ୍ତି। ଯଦି ସହରମାନଙ୍କରେ କିଏ ଯଦି ମରିଯାଏ, ତେବେ ମୃତ ଶରୀର ପଡ଼ିଥିବ, ତଥାପି କିଏ ପଚାରିବ ନାହିଁ। କିଏ କାହାକୁ ପଚାରିବା ଲୋକ ନାହାନ୍ତି, କିଏ କାହାକୁ ସାଥି ଦେବା ଲୋକ ନାହାନ୍ତି। କିନ୍ତୁ ସେହି ସମୟର କଥା ଆମମାନେ ଯଦି ଦେଖି ମନେ ପକାଉ, ସେ ଜଣେ ପରଦେଶୀ ଲୋକ ଥିଲେ, ସେ ଜଣେ ବାହାରୀ ଲୋକ ଥିଲେ, ତଥାପି ସେମାନେ ଆବ୍ରାହମକୁ ସେମାନେ ଅପେକ୍ଷା କଲେ। ପୁଣି ଆବ୍ରାହମ ଆସିଲା ପରେ ମଧ୍ୟ ସେମାନେ ନିଜ ନିଜ କାମକୁ ସେମାନେ ଗଲେ ନାହିଁ। କିନ୍ତୁ ଆବ୍ରାହମ ଯେଉଁ ପର୍ଯ୍ୟନ୍ତ ସେ ରହିଲା, ସେମାନେ ଆବ୍ରାହମଙ୍କ ସହିତ ରହିଲେ। ଆବ୍ରାହମକୁ ସେମାନେ ସାହାଯ୍ୟ କଲେ। ଆବ୍ରାହମକୁ ସେମାନେ ଯାହା ଜରୁରତ, ଯାହା ଆବଶ୍ୟକ ସମସ୍ତ ଯେତେ ହୋଇପାରେ
ତାହା ଜଗାଇବା ପାଇଁ ସେମାନେ ଚେଷ୍ଟା କଲେ। ଏହା ପ୍ରକୃତ ଏକ ମନୁଷ୍ୟର ଜୀବନ। ଏଥିରୁ ଆମମାନଙ୍କୁ ବହୁତ ଶିକ୍ଷଣୀୟ ବିଷୟ ଆମକୁ ଶିଖିବାକୁ ପଡ଼ୁଛି। ଏଠାରେ ଆମମାନେ ବିଶେଷ ଭାବରେ ଶିଖିବାକୁ ମିଳୁଛି ଆମମାନେ ଶିଖୁ ଯେ ଯେକୌଣସି ବିଷୟ ଆର୍ଥିକ ଅବସ୍ଥାରେ ଆମମାନେ ତାହା ଯେକୌଣସି ଭାବରେ ଆମମାନଙ୍କୁ କମ୍ପ୍ରମାଇଜ୍ କରିବା କଥା ନାହିଁ। ଆଉ ଯାହା ଯେକୌଣସି ବିଷୟକୁ ଆମେ ନେଉ ତାର ଆର୍ଥିକ ଯେତେ ତାର ମୂଲ୍ୟ ତାହା ଆମମାନଙ୍କୁ ମୂଲ୍ୟକୁ ଦେଇ ନେଲେ ଆମମାନଙ୍କ ନିମନ୍ତେ ତାହା ଭଲ ହେବ। ଏଠାରେ ଆମମାନେ ଦେଖୁଛୁ ଯେ ଫ୍ରିରେ ବା ବିନା ମୂଲ୍ୟରେ ତାହାକୁ ଜାଗା ବା ଭୂମି ଆବ୍ରାହମକୁ ଦେଉଥିଲେ, କିନ୍ତୁ ସେ ବିନା ପଇସାରେ ନେଲା ନାହିଁ। ଯେଉଁ ପର୍ଯ୍ୟନ୍ତ ତୁମେ ମୋର ପଇସାକୁ ନେବ ନାହିଁ, ମୁଁ ଜମିନକୁ ନେଇପାରିବି ନାହିଁ, ମୋ ଭୂମିକୁ ମୋହର କରି କହିପାରିବି ନାହିଁ। ଭଲେ ତୁମେ ଜାଗାକୁ ଦେବ, ମୁଁ ଆଉ ବର୍ତ୍ତମାନ ମୋର ସ୍ତ୍ରୀକୁ ମୁଁ ସେଠାରେ କବର ଦେଇପାରିବି, କିନ୍ତୁ ଆଗାମୀ ଦିନମାନଙ୍କରେ କ'ଣ ହେବ କିଏ ଜାଣିଛି। ଏଥିପାଇଁ ମୁଁ ଯଦି ସମସ୍ତ ଲୋକମାନଙ୍କ ସମ୍ମୁଖରେ ଯଦି ମୁଁ ପଇସା ଦେଇକି ନେଇଛି, ତାହେଲେ ତାହାକୁ କିଏ ଆଉ ପରେ ମୋର ବୋଲି କହିପାରିବ ନାହିଁ। ଏଥିପାଇଁ ସେ ସେହି ଜମିକୁ ସେ ଯେତେ ତାର ଦାମ କହିଲେ ସେହି ଦାମ ଦେଇ ସେ ଜମିକୁ ନେଲେ। ବିଶେଷ କରି ଆମମାନେ ଏଠାରେ ହେତଙ୍କର ସନ୍ତାନମାନଙ୍କ ବିଷୟରେ ଆମେ ଦେଖିବାକୁ ପାରୁଛୁ। ସେମାନଙ୍କର ପ୍ରେମ, ସେମାନଙ୍କର ସହଭାଗିତା ଆମେ ଦେଖିବାକୁ ପାରୁଛୁ। ଆଜିକାଲି ସମାଜରେ ଯଦି ଦେଖିବା, ଜଣେ ପରିବାରର ଜଣେ ସଦସ୍ୟ ମରିଗଲେ ମଧ୍ୟ ସମସ୍ତ ପରିବାର ଲୋକମାନେ ସେଠାରେ ପହଞ୍ଚି ଯାଇପାରୁନାହାନ୍ତି। ଆଉ ସମାଜରେ କିଏ ଦୁଃଖରେ ପଡ଼ିଲେ କିଏ କାହାକୁ ପଚାରିବା ଲୋକ ନାହାନ୍ତି। କିନ୍ତୁ ଏଠାରେ ମାନେ ଧ୍ୟାନ ଦେଉ ଯେ ହେତଙ୍କର ସନ୍ତାନମାନେ ସାରାଙ୍କ ମୃତ୍ୟୁରେ ଆବ୍ରାହମକୁ କିଭଳି ସେମାନେ ସାହାଯ୍ୟ କରୁଛନ୍ତି, ଆବ୍ରାହମକୁ ସେମାନେ କେତେ ଉତ୍ସାହ କରୁଛନ୍ତି, ସେ ଦୁଃଖରେ ସେମାନେ ତାହାଙ୍କୁ କେତେ ସାହାଯ୍ୟ କରୁଛନ୍ତି, ଆଉ କେତେ ସେମାନେ ଭୂମିକୁ ବିନା ମୂଲ୍ୟରେ ଦେବା ପାଇଁ ମଧ୍ୟ ସେମାନେ ପ୍ରସ୍ତୁତ ହେଉଛନ୍ତି। ଏହା ଏକ ପ୍ରେମ ଆମମାନଙ୍କୁ ଦେଖିବାକୁ ମିଳୁଛି। ଆଉ ଆବ୍ରାହମ ଯେଉଁ ଭୂମିର ଦାମ ଯେତିକି ତାହା ନେଇ ତାହା ସମ୍ପୂର୍ଣ୍ଣ ଭାବରେ ମୋହର ବୋଲି କହିବା ପାଇଁ ଯେମିତି ଅଧିକାର ରହିବ, ଏଥିପାଇଁ ସେ ନିଜର ଅଧିକାର ସେଠାରେ ରହୁ ବୋଲି ସେ ପଇସାକୁ ଜବରଦସ୍ତ ସେମାନଙ୍କୁ ନେବା ପାଇଁ କହୁଛନ୍ତି। ଆଉ ସେମାନେ ପଇସା ତାହା ପରିଶେଷରେ ତାହା ଗ୍ରହଣ କରୁଛନ୍ତି। ଆଉ ଆବ୍ରାହମଙ୍କର ଜମି ବା ସେହି କବରସ୍ଥାନଟି ହୋଇଗଲା। ତେଣୁ ଆମମାନେ ବିଶେଷ କରି ଏହି ଅଧ୍ୟାୟରେ ଆମମାନେ ଶିଖିବାକୁ ପାରୁ ଯେ ପଇସାର କଥାରେ ଆମମାନେ କ୍ଲିଅର ରହିବା କଥା। ଯେକୌଣସି ବିଷୟ ଆମମାନେ ପଇସାର କଥା ଆସେ, ସେଥିରେ ଆମମାନେ କଥାକୁ ସ୍ପଷ୍ଟ କରିବା ନିତାନ୍ତ ଆବଶ୍ୟକ, କ୍ଲିଅର କରିବା ଆବଶ୍ୟକ। ନହେଲେ ତାହା ଭବିଷ୍ୟତ ପାଇଁ ଆମମାନଙ୍କ ନିମନ୍ତେ ତାହା ଖରାପ ହୋଇପାରେ, ତାହା ଭଲ ହୋଇନପାରେ। ଏଥିପାଇଁ ଆମମାନଙ୍କୁ ଏଥିରୁ ଏହା ଶିଖିବାକୁ ମିଳୁଅଛି ଯେ ଆମମାନେ ଯେକୌଣସି କାର୍ଯ୍ୟ କରୁ ତାହା ସମସ୍ତଙ୍କ ଆଗରେ
ତାହା ସିଦ୍ଧ ହେବା ଆବଶ୍ୟକ, ସମ୍ପୂର୍ଣ୍ଣ ପରିପକ୍ୱ କାର୍ଯ୍ୟ ହେବା ଆବଶ୍ୟକ। ଏ ବାକ୍ୟରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ।